ଭୁବନେଶ୍ୱରର ଅଟୋ ଚାଳକ ଜିତେନ୍ଦ୍ର ଗରିବ କିନ୍ତୁ ମନରୁ ସୁନ୍ଦର। ସେ ରୋଜ ସକାଳେ ଅଟୋ ନେଇ ରାସ୍ତାକୁ ବାହାରୁଥିଲେ। ଏକ ଦିନ ତାଙ୍କ ଅଟୋରେ ଚଢ଼ିଲେ ଏକ ଅଭିଜାତ ଝିଅ ଅନନ୍ୟା, ଜଣେ ବିଜନେସ୍ ଉନ୍ମତ୍ତ ଝିଅ। ତାଙ୍କ ପ୍ରଥମ ଦେଖା ଥିଲା ସାଧାରଣ, କିନ୍ତୁ ଅନ୍ତରରେ ଅନୁଭବ ହେଲା କିଛି ଭିନ୍ନ। ଅନନ୍ୟା ଜଣେ ବୃହତ୍ କମ୍ପାନୀର ଡାଇରେକ୍ଟର। ଅଜଣା କାରଣରୁ ସେ ଅଟୋ ନେଇ ଅଫିସ୍ ଯାଉଥିଲେ। ଜିତେନ୍ଦ୍ର ତାଙ୍କ ସହ ସାଧାରଣ କଥାବାର୍ତ୍ତା କରୁଥିଲେ। ଅନନ୍ୟା ଜଣେ ଗମ୍ଭୀର ମଣିଷ, ଯେଉଁଥିରେ ସାଧାରଣତା ପ୍ରତି ଆଗ୍ରହ ଥିଲା। ସେ ତାଙ୍କ ସହ ପ୍ରତିଦିନ ଯିବାକୁ ଆରମ୍ଭ କଲେ। ଦୁଇଜଣ ମଧ୍ୟରେ ଦୂରତା କମିବା ଲାଗିଲା। ଅନନ୍ୟା ଜିତେନ୍ଦ୍ରଙ୍କ ସହ ବନ୍ଧୁତ୍ୱ କରି ନିଜ ଜୀବନର ଛୋଟ ଛୋଟ କଥା ବାଣ୍ଟୁଥିଲେ। ଜିତେନ୍ଦ୍ର ଏଥିରେ ଅଲଗା ଆନନ୍ଦ ଅନୁଭବ କରୁଥିଲେ, କିନ୍ତୁ ସେ ତାଙ୍କର ଗରିବୀ କାହାଣୀ ଜଣାଇ ଦେବାର ଭୟରେ ଥିଲେ। ଅନନ୍ୟା ମଧ୍ୟ ବୁଝିପାରୁଥିଲେ ଯେ ଜିତେନ୍ଦ୍ର ସହ କିଛି ଭିନ୍ନ ସମ୍ପର୍କ ଗଢ଼ି ଉଠୁଛି। ସେ ତାଙ୍କ ଦୈନିକ ଦୃଷ୍ଟିକୋଣ, ସାଧାରଣ କଥାରେ ଥିବା ସତ୍ତା ଦେଖି ଆକୃଷ୍ଟ ହେଉଥିଲେ। ଏକ ଦିନ 3 ବେଳା ଟିଫିନ୍ ନେଇ ଆସିଲେ ଓ ଜିତେନ୍ଦ୍ରଙ୍କ ସହ ଖାଇଲେ। ସେ ଦିନରୁ ସେ ଜଣେ ଅସାଧାରଣ ମିତ୍ର ବନିଗଲେ। ଜିତେନ୍ଦ୍ର ଅନନ୍ୟାଙ୍କୁ ଦୃଢ଼ ଭାବେ ଭଲ ପାଇବା ସୁରୁ କଲେ। ମନେ ମନେ ଭାବୁଥିଲେ ଏହି ସମ୍ପର୍କ କେତେ ଦୂର ଯିବ। କିନ୍ତୁ ତାଙ୍କର ଗରିବୀ ଏବଂ ଅନନ୍ୟାଙ୍କର ଧନ ମଧ୍ୟରେ ବଡ଼ ଭିନ୍ନତା ଥିଲା। ଏକ ଦିନ ଅନନ୍ୟା ତାଙ୍କ ଅଫିସ୍ ମଧ୍ୟରେ ଜିତେନ୍ଦ୍ରକୁ ନେଇଗଲେ। ଅଫିସ୍ ଲୋକେ ଅଚମ୍ବିତ ହେଲେ, କିନ୍ତୁ ଅନନ୍ୟା କାହାରି କଥା ଶୁଣିଲେ ନାହିଁ। ସେ ସେହିଠି ଘୋଷଣା କଲେ, ଏହି ମୋ ବିଶ୍ୱାସ ଓ ଭବିଷ୍ୟତ। ଜିତେନ୍ଦ୍ର ଏ ଉପରେ ବିସ୍ମିତ ହେଲେ। ସେ କହିଲେ, ଅନନ୍ୟା, ମୁଁ ତୁମ ପାଖରୁ ବିଦାୟ ନେଉଛି। ମୋ ଗରିବ ଜୀବନ ତୁମର ସୁବିଧା ଭରା ଜୀବନ ସହ ମିଳିପାରିବ ନାହିଁ। କିନ୍ତୁ ଅନନ୍ୟା ଦୃଢ଼ ଭାବେ କହିଲେ, ଭଲ ପାଇବା ଆର୍ଥିକ ଅବସ୍ଥା ଦେଖେ ନାହିଁ। ଜିତେନ୍ଦ୍ର ଅନନ୍ୟାଙ୍କ ଭାବନା ଦେଖି ଅନ୍ତରରୁ ଗଦ୍ଗଦ୍ ହେଲେ। ଦୁଇଜଣ ଏବେ ଖୋଲାମେଳା ଭାବେ ଦିନ କାଟୁଥିଲେ। ଅନନ୍ୟା ତାଙ୍କ ନିଜ କମ୍ପାନୀରେ ଜିତେନ୍ଦ୍ରକୁ ଜବ୍ ଦେଲେ, ଯେଉଁଠି ସେ ଗାଡ଼ି ଚାଳନା କରୁଥିଲେ। ଜିତେନ୍ଦ୍ର ଆପଣା ପ୍ରତି ଆତ୍ମବିଶ୍ୱାସ ବଢ଼ାଇଲେ। ସେ ନିଜ ଅଭିଜ୍ଞତା ଦେଖି ଏକ ଛୋଟ ଟ୍ରାନ୍ସପୋର୍ଟ କମ୍ପାନୀ ଖୋଲିଲେ। ଅନନ୍ୟା ତାଙ୍କ ସହ ସାହାଯ୍ୟ କଲେ, କିନ୍ତୁ ନିଜେ ଉଦ୍ୟମ କରି ଉଠିଲେ। ଏହି ଭାବରେ ଦୁଇଜଣ ଦେଖିଲେ ଏକ ଦୁନିଆ, ଯେଉଁଠି ଭଲ ପାଇବା ପାଇଁ ଧନ ନୁହେଁ, ବିଶ୍ୱାସ ଜରୁରୀ। ଦୁଇଜଣଙ୍କ ମନ ଏକାଠି ହେଲା। ସ୍ପର୍ଶ ଭଲ ପାଇବାର ସୂତ୍ର ହେଲା। କିଛି ବର୍ଷ ପରେ ଜିତେନ୍ଦ୍ର ଏକ ବଡ଼ କମ୍ପାନୀର ମାଲିକ ହେଲେ। ସେ ବୋଲିଥିଲେ, ଅନନ୍ୟା ମୋ ଜୀବନର ଅନ୍ଧାର ଘରେ ପ୍ରକାଶ ଆଣିଲେ। ତାଙ୍କ ବିବାହ ଉତ୍ସବ ଗାଁ ଓ ସହର ମିଶି ଦେଖିଲେ। ଅନନ୍ୟାଙ୍କ ଅଭିଭାବକ ଆଦି ଚିନ୍ତିଥିଲେ, କିନ୍ତୁ ଜିତେନ୍ଦ୍ରଙ୍କ ଉନ୍ନତି ଦେଖି ଅନୁମତି ଦେଲେ। ସେ ବିବାହ ପରେ ଏକ ସାଧାରଣ ଘରରେ ଅନନ୍ୟା ଖୁସି ହେଲେ, କାରଣ ସେ ଜିତେନ୍ଦ୍ର ସହ ଥିଲେ। ସେ ଆଉ କେବେ ବଡ଼ ବିଲ୍ଡିଂ ନ ଚାହିଁଲେ, କେବଳ ପ୍ରେମ। ଦୁଇଜଣ ଏକ ସନ୍ତାନର ମାତା ପିତା ହେଲେ। ସେମାନେ ସେହି ସନ୍ତାନକୁ ଶିଖାଇଲେ ମନୁଷ୍ୟତା, ସତ୍ତା ଓ ନମ୍ରତା। ସେ ବୋଲିଲେ, ମନ ଭଲ ଥିଲେ ସବୁ ଭଲ। ସମାଜ ଜଣାଇଲା, ଧନ ନୁହେଁ, ମନ ମହାନ। ଅନନ୍ୟା ଓ ଜିତେନ୍ଦ୍ର ଦୁଇଜଣ ସହରରେ ଏକ ନମୁନା ହେଲେ। ସେମାନେ ଗରିବ ଛୁଆମାନେ ପାଇଁ ଶିକ୍ଷା ଦେଲେ। ଅଟୋ ଚାଳକ ଜିତେନ୍ଦ୍ର ଓ ବ୍ୟବସାୟୀ ଝିଅ ଅନନ୍ୟା ଏକ ସାଧାରଣ ମିଳନରେ ଅସାଧାରଣ କାହାଣୀ ଲେଖିଦେଲେ। ଯେଉଁଠି ଥିଲା ବିଶ୍ୱାସ, ସେଠି ଥିଲା ପ୍ରେମ ଓ ଜୀବନର ଅସଲ ସାର୍ଥକତା।